জীবিত এবং সুস্থ সবল ভাবে শান্ত চরণ তলে আসবা ପାଇଁ ପ୍ରଭୁ ସାହାଯ୍ୟ କରିଅଛନ୍ତି। ଆଜିର ଚିନ୍ତା ନିମନ୍ତେ ଆମେ ଦେଖିବା ମାର୍କ ଲିଖିତ ସୁସମାଚାର 1 ପର୍ବ 14 ପଦରୁ ଆମେ ଏକା ବିଷୟ ଆମେ ଦେଖିବା। ମାର୍କ ଲିଖିତ ସୁସମାଚାର 1 ପର୍ବ ତାର 14 ପଦରୁ ଆମେ ଆଲୋଚନା କରିବା। ଆମେ ଦେଖିବା 14 ପଦରେ ପଢ଼ିବା। କେଶବତୀକୁ ପଢ଼ିଦେବ। ଏ ପ୍ରକାର ଲେଖାଯାଇଅଛି, ଯୋହନ କାରାରୁଦ୍ଧ ହେଲା ପରେ ଯୀଶୁ ଗାଲିଲେକୁ ଆସି ଈଶ୍ୱରଙ୍କ ସୁସମାଚାର ଘୋଷଣା କରି କହିବାକୁ ଲାଗିଲେ। ଏଠି ଆମେ ଦେଖିବା ଯୋହନ କାରାରୁଦ୍ଧ ହେଲା ପରେ ଯୀଶୁ କୋଉଠିକୁ ଆସୁଛନ୍ତି? ଗାଲିଲିକୁ ଆସୁଛନ୍ତି। ସମସ୍ତଙ୍କର ଗୋଟେ ପୃଷ୍ଠଭୂମି ଅଛି ବା ବ୍ୟାକଗ୍ରାଉଣ୍ଡ ଗୋଟେ ଅଛି। ମୁଁ ଟିକେ ଗାଲିଲି ବିଷୟରେ ବ୍ୟାକଗ୍ରାଉଣ୍ଡ କହିବା ପାଇଁ ଚାହୁଁଛି। ଆମର ପ୍ରତ୍ୟେକ ମୋର ଗୋଟେ ପୃଷ୍ଠଭୂମି ଅଛି ଯେ ମୁଁ ଜଣେ ଲୁଥରାନ ବ୍ୟାକଗ୍ରାଉଣ୍ଡରୁ ମୁଁ ଆସିଛି। ମୋ ବାପା ଜଣେ ଗୁରୁ ଥିଲେ ଆଉ ମୋ ଲୁଥରାନ ପରିବାରରେ ମୁଁ ଜନ୍ମ ଗ୍ରହଣ କଲି। ଆଉ ଆମେ 5 ଭାଇ ଭଉଣୀ, ମା ବାପା ସବୁ ଆମେ ଥିଲୁ। ଆଉ ବାପା ଗୁରୁ କାମ କରୁଥିଲେ, ମା କୁଲି କାମ କରୁଥିଲେ, ଆଉ ବଡ଼ ଭାଇ ଚାକିରି କରୁଥିଲେ, ଆଉ ଆମେ 4 ଭାଇ ଭଉଣୀ କେହି କାମ କରୁନଥିଲେ। এটা ଆମର ପୃଷ୍ଠଭୂମି, এটা ହେଉଛି ଆମର ବ୍ୟାକଗ୍ରାଉଣ୍ଡ। ତ ଆପଣମାନଙ୍କର ମଧ୍ୟ ସେଇ ପ୍ରକାର ବ୍ୟାକଗ୍ରାଉଣ୍ଡ ଥିବ, ପୃଷ୍ଠଭୂମି ଥିବ ଯେ କିଏ ସାନ ବେଳେ କେମିତି କରୁଥିଲ, ଆଗରେ କେମିତି କାମ କରୁଥିଲ, କୋଉଠି କୁଲି କାମ କରୁଥିଲ, ଏବେ କେମିତି ଅଛ, ସମସ୍ତଙ୍କର ଗୋଟେ ବ୍ୟାକଗ୍ରାଉଣ୍ଡ ଥିବ। ତ ଆମର ଉମରି ଗାଁର ବ୍ୟାକଗ୍ରାଉଣ୍ଡ କେମିତି, ପୃଷ୍ଠଭୂମି ଇତିହାସ କେମିତି? ଏଇଟା ଗୋଟେ ଚୋର ଗାଁ ବୋଲି କହିବେ, କ୍ରିମିନାଲ ଗାଁ ବୋଲି କହିବେ, ନାଇଁ ଆରେ ଅନେକ ବିଷୟ ଅଛି। ତ ଗାଲିଲିର ଗୋଟେ ବ୍ୟାକଗ୍ରାଉଣ୍ଡ ଅଛି ବା ପୃଷ୍ଠଭୂମି, ତାର ଇତିହାସ ବିଷୟରେ ଅଳ୍ପ ସମୟ କହିବି। ଆପଣମାନେ ଜାଣିଥିବେ ଗାଲିଲି ସେଟା ଗୋଟେ ହିବ୍ରୁ ୱାର୍ଡ ଗାଲିଲ ବୋଲି ଗୋଟେ ଅଛି। ସେଟା ହିବ୍ରୁ ୱାର୍ଡ, ଗାଲିଲରୁ ଗାଲିଲି ହେଇଛି। ତ ସେଇ ଗାଁରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେଠି ଯାଉଛନ୍ତି। ହିବ୍ରୁ ୱାର୍ଡ ଗାଲିଲ ଠାରୁ ଆସିଛି। ଆଉ ଗାଲିଲି ଶବ୍ଦ ହେଉଛି ଗୋଟେ ସାର୍କିଲ। ଗାଲିଲିର ଅର୍ଥ ହେଉଛି ଗୋଟେ ଚକ୍ର, ମାନେ ଗୋଟେ ବୁଲା ଭଳିଆ ଚକ୍ର, ଗୋଟେ ସାର୍କିଲ ବୋଲି କୁହାଯାଏ। ଯେମିତିକି ଆମର ଋତୁ ଅଛି, ଋତୁ ଗୋଟେ ଚକ୍ର। ଋତୁ କ'ଣ କ'ଣ ଋତୁ ଅଛି? ଆମର ବର୍ଷା ଋତୁ ଅଛି, ଆରେ ଶୀତ ଋତୁ ଅଛି, ଆରେ ଗ୍ରୀଷ୍ମ ଋତୁ ଅଛି, ଆରେ କି ଋତୁ? ବସନ୍ତ ଋତୁ ଅଛି। এটা ବୁଲୁଛି। ଏବେ କି ଋତୁ ଆସିଛି ଆମର? ଗ୍ରୀଷ୍ମ। এটা ଶୀତ ଋତୁ, ଶୀତ ମାସ। ତ ଶୀତ ଋତୁ ପରେ ଗ୍ରୀଷ୍ମ ଋତୁ ଆସିବ, ଗ୍ରୀଷ୍ମ ଋତୁ ପରେ ବର୍ଷା ଋତୁ ଆସିବ, ବର୍ଷା ଋତୁ ପରେ ବସନ୍ତ ଋତୁ ଆସିବ। ସେପ୍ଟେମ୍ବର ମାସକୁ ବସନ୍ତ ଋତୁ ବୋଲି କହିବେ। ଆମର 6ଟା ଋତୁ ଅଛି, ହେମନ୍ତ, ବସନ୍ତ, ଏଇଟା ଆମେ ଆଗରେ ପାଠ କରୁଥିଲୁ। ସେମିତି ଗାଲିଲିର ଅର୍ଥ ହେଉଛି ଗୋଟେ ଋତୁ ବା ଗୋଟେ ଚକ୍ର ବୋଲି କୁହାଯାଉଛି। ଏଇଟା ଇସ୍ରାଏଲର ଗୋଟେ ଉତ୍ତର ଦିଗରେ ଅଛି।
ଇସ୍ରାଏଲ ଦେଶର ଗୋଟେ ଉତ୍ତର ଦିଗରେ ଅଛି। ଆଉ ସେଠି ଗାଲିଲି ହ୍ରଦ ଅଛି, ଗୋଟେ ହ୍ରଦ ଅଛି। ସେଇ ହ୍ରଦ ପାଖେ ଏଇ ଗାଲିଲି ସହର ଅଛି। ଏଇଟା ଗୋଟେ ଛୋଟ ଗାଁ, ବହୁତ ବଡ଼ ଗାଁ ନାହିଁ। ଆଉ ଏଇ ଗାଁରେ ପାଖାପାଖି 2 ରୁ 3 ଲକ୍ଷ ଲୋକ ବାସ କରୁଥିଲେ। ଆଉ ପାଖାପାଖି 200ଟା ଗାଁ ଥିଲା ବୋଲି କୁହାଯାଉଛି। ଆଉ ଏଇ ଗାଲିଲିରେ ପ୍ରାୟ ଆମର ଯାକୁବର 12ଟି ପୁତ୍ରମାନଙ୍କ ମଧ୍ୟରୁ 4-5 ଗୋଷ୍ଠୀ ସେମାନେ ଏଇ ଗାଲିଲିରେ ରହୁଥିଲେ। କେବଳ ଏମାନେ ଜିହୁଦୀ ଲୋକ, ଜିହୁଦୀ ଲୋକ। ଆଉ ତାର ସାଙ୍ଗେ ସାଙ୍ଗେ ରୋମିଓ ସରକାର ଲୋକ ମଧ୍ୟ ସେଠି ରହୁଥିଲେ, ବିଜାତି ଲୋକମାନେ ମଧ୍ୟ ସେଠି ରହୁଥିଲେ। ଆଉ ଅନେକ ପ୍ରକାର ଭିନ୍ନ ଜାତିର ଲୋକ ମଧ୍ୟ ସେଠି ବାସ କରୁଥିଲେ ଗାଲିଲିରେ। ତେଣୁ ସେମାନଙ୍କର ଆଉ ଜିହୁଦୀ ମାନଙ୍କର ଉପାସନା କେନ୍ଦ୍ର କୋଉଠି ଥିଲା? ଜେରୁସାଲେମରେ ଥିଲା। କୋଉଠି ଥିଲା? ଜେରୁସାଲେମରେ। ଜେରୁସାଲେମ, ଗାଲିଲିରୁ ଜେରୁସାଲେମ ଯିବା ପାଇଁ ହେଲେ 150 କିଲୋମିଟର ଯିବାର ଅଛି। ଆଗରେ ଗାଡ଼ି ନଥିଲା କି କିଛି ସୁବିଧା ନଥିଲା। ଯିବାର ଅଛି ବୋଲେ କେମିତି ଯାଉଥିଲେ? ଚାଲି ଚାଲି ଏକା ଯାଉଥିଲେ। କିଏ ଯଦି ଅଛି ଗଧରେ ମଧ୍ୟ ଯାଉଥିଲେ, କିନ୍ତୁ ପ୍ରାୟ ଅଧିକାଂଶ ଲୋକ ଚାଲି ଚାଲି ଯାଉଥିଲେ। ହେଲେ ଗାଲିଲିରୁ ଜେରୁସାଲେମ ଯିବା ପାଇଁ ପାଖାପାଖି 4 ଦିନ ଲାଗୁଥିଲା। 4 ଦିନ ଲାଗୁଥିଲା। ଆଇରି ବାଟରେ ଘାଟରେ ସେମାନେ ରାତିରେ ଶୋଇକରି ଆଇରି ସକାଳେ ଉଠିକରି ଆଇରି ଯାଉଥିଲେ। ସେ ଭିତରୁ ଗାଲିଲିରୁ ଜେରୁସାଲେମ ଯିବା ଭିତରେ ଅନେକ ଗାଁ ଗୁଡ଼ାକ ଥିଲା। ଅନେକ ଗାଁ ଗୁଡ଼ାକ ଥିଲା। ସେଠି ସେମାନେ ଶୋଉଥିଲେ। ଆରି ତାର ସକାଳେ ହେଲେ ଆରି ଯାଉଥିଲେ। ଏ ପ୍ରକାର ସେ ଗାଲିଲି ପ୍ରାୟ ବହୁତ ସୁନ୍ଦର ଜାଗା ଥିଲା। ଆଉ ଝରଣା ଥିଲା। ତାପରେ ସବୁଜ ଶ୍ୟାମଳ ଜାଗା ସେଇଟା ଥିଲା ବୋଲିକରି କୁହାଯାଉଛି। ଏ ପ୍ରକାର ଗାଲିଲିର ଗୋଟେ ପୃଷ୍ଠଭୂମି। ଆଉ ସେଇ ସମୟରେ ସେ ଗାଲିଲିର ରାଜା ଥିଲା ହେରୋଦ ଆଣ୍ଟିପା। ହେରୋଦ ଆଣ୍ଟିପା ବୋଲିକରି ଗୋଟେ ରାଜା ଥିଲା। ଆଉ ସେ ହେରୋଦ ଅଫ୍ ଗ୍ରେଟ୍, ଯେ କି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ସମୟରେ ଥିଲେ। ତାଙ୍କର ପୁଅ ମାନେ 4ଟା ଥିଲେ। ହେଲେ ସେ 4ଟା ଏ ଜେରୁସାଲେମ ଅନ୍ୟାନ୍ୟ ସହରକୁ ସେମାନେ ଶାସନ କରୁଥିଲେ। ସେ ଭିତରୁ ହେରୋଦ ଆଗ୍ରିପା ସେ ଗୋଟେ ଏବେ ଏଇ ଗାଲିଲିର ଶାସନକର୍ତ୍ତା ଥିଲେ। ତ ଏଇ ପ୍ରକାର ଭାବରେ ସେଇ ଗାଲିଲିର ବ୍ୟାକଗ୍ରାଉଣ୍ଡ ମୁଁ ଆପଣମାନଙ୍କୁ କହିଲି। ତ ସେଇ ଗାଲିଲି ଗୋଟେ ଅନ୍ଧକାର ଜାଗା ଥିଲା, ଅନ୍ଧକାର ସ୍ଥାନ ବୋଲି କୁହାଯାଉଛି। ହେଲେ ଅନ୍ଧକାର ସ୍ଥାନ ବୋଲେ ତାର ଅର୍ଥ କଣ? ମାନେ ଏମିତି ଅନ୍ଧକାର ନଥିଲା, କିନ୍ତୁ ଆତ୍ମିକ ଜୀବନରେ ଜିହୁଦୀ ଲୋକମାନେ କଣ ଆତ୍ମିକ ଜୀବନରେ ଅନ୍ଧକାର ଥିଲା। ତାର ଅର୍ଥ ସେମାନେ ପାପରେ ପରିପୂର୍ଣ୍ଣ ଥିଲେ। ସେଟାକୁ ଅନ୍ଧକାର ବୋଲି କୁହାଯାଉଛି। ଆଉ ସେମାନେ ବହୁତ ନିରାଶ ହତାଶରେ ଥିଲେ। ତେଣୁକରି ଜିସାଇ 9 ପର୍ବ 1 ପର୍ବ 2 ପଦ ଟିକେ ପଢିଦିଅ। ଜିସାଇ 9 ପର୍ବ ତାର 1 ଏବଂ 2 ପଦ। ଏ ପ୍ରକାର ଲେଖା ଜିସାଇ 9 1 ଏବଂ 2 ପଦ ଏ ପ୍ରକାର ଲେଖାଯାଏ, ମାତ୍ର ପୂର୍ବେ ଯେଉଁ ଦେଶ ବେଦନାଗ୍ରସ୍ତ ଥିଲା ତାହା ତିମିରାବୃତ ହୋଇ ରହିବ ନାହିଁ। ପୂର୍ବ କାଳରେ ସେ ସବଲୁନ ଦେଶ ଓ ନପ୍ତାଲି ଦେଶକୁ ତୁଚ୍ଛନୀୟ କରିଥିଲେ। ମାତ୍ର ଶେଷ କାଳରେ ସେ ତାହାକୁ ସମୁଦ୍ର ପଥର ନିକଟବର୍ତ୍ତୀ ଜର୍ଦ୍ଦନର ସେପାରିସ୍ତ ଗୋଷ୍ଠୀଗଣର ଗାଲିଲିକୁ ସମ୍ଭ୍ରାନ୍ତ କରିବେ। ଯେଉଁ ଗୋଷ୍ଠୀ ଅନ୍ଧକାରରେ ଭ୍ରମଣ କଲେ ସେମାନେ ମହା ଆଲୁଅ ଦେଖିଅଛନ୍ତି। ଯେଉଁମାନେ ମୃତ୍ୟୁ ଛାୟା ରୂପ ଦେଶରେ ବାସ କଲେ ସେମାନେ ଉପରେ ଦୀପ୍ତି ଉଦିତ ହୋଇଅଛି। ମୃତ୍ୟୁ ଛାୟା ରୂପ ଜାଗା ସେଇଟା ଗାଲିଲି। ଆଉ ଅନ୍ଧକାରର ଜାଗା ସେଇଟା ସେଇ ଗାଲିଲି କୁହାଯାଉଛି। ତାପରେ ଆମେ ମାଥ୍ୟୁ ଲିଖିତ ସୁସମାଚାର 4 ପର୍ବରେ ମଧ୍ୟ ସେହି ବିଷୟ ଲେଖାଯାଇଛି। ପରେ ଜହନ ଧରା ପଡ଼ିଲାଣି ବୋଲି ଶୁଣି ସେ ଅନ୍ତର ହୋଇ ଗାଲିଲିକୁ ପ୍ରସ୍ଥାନ କଲେ।
ଆଉ ସେ ନାଜରିତ ପରିତ୍ୟାଗ କରି ସୁବୁଲୁନ ଓ ନପ୍ତାଲି ଅଞ୍ଚଳରେ ଥିବା ସମୁଦ୍ର କୂଳସ୍ଥିତ କଫରନାହମକୁ ଯାଇ ସେଠାରେ ବାସ କଲେ। ଯେପରି ଇସାଇ ଭାଗବତୀଙ୍କ ଦ୍ୱାରା ଉକ୍ତ ଏହି ବାକ୍ୟ ସଫଳ ହୁଏ, ସୁବୁଲୁନ ଦେଶ ଓ ନପ୍ତାଲି ଦେଶ ସମୁଦ୍ର ନିକଟବର୍ତ୍ତୀ ଓ ଜର୍ଦ୍ଦନର ଅପର ପାର୍ଶ୍ୱସ୍ଥ ବିଜାତିମାନଙ୍କ ଗାଲିଲି ଅନ୍ଧକାରବାସୀ ଲୋକେ ମହାଆଲୋକ ଦର୍ଶନ କଲେ। ଆଉ ମୃତ୍ୟୁର ଅଞ୍ଚଳ ଓ ଛାୟାରେ ଅବସ୍ଥିତ ଲୋକଙ୍କ ନିମନ୍ତେ ଆଲୋକ ଉଦିତ ହେଲା। ସେହି ସମୟଠାରୁ ଯୀଶୁ ଘୋଷଣା କରିବାକୁ ଆରମ୍ଭ କରି କହିବାକୁ ଲାଗିଲେ, ମନ ପରିବର୍ତ୍ତନ କର କାରଣ ସ୍ୱର୍ଗ ରାଜ୍ୟ ସନ୍ନିକଟ। ଏଟା ମାଥ୍ୟୁ 4 ପର୍ବ ତାର 12 ପଦରୁ 17 ପଦ ମଧ୍ୟରେ ଲେଖା ଯାଇଛି। ତେଣୁ ଗାଲିଲି ଗୋଟେ ଅନ୍ଧକାର ପୂର୍ଣ୍ଣ ଜାଗା ଥିଲା ଆଉ ମୃତ୍ୟୁର ଛାୟାର ଗୋଟେ ଜାଗା ଥିଲା, ଅଞ୍ଚଳ ଥିଲା ବୋଲିକରି କୁହାଯାଉଛି। ଆଉ ସେତେବେଳେ ପ୍ରଭୁ କଣ କରୁଛନ୍ତି ନା ଗାଲିଲିକୁ ପ୍ରସ୍ଥାନ କରୁଛନ୍ତି। ଆଉ ଗାଲିଲି ପାଖରେ କଫରନାହମ ଥିଲା, ତାପରେ ଗାଲିଲି ପାଖରେ ନାଜରିତ ଥିଲା। ଏଗୁଡାକ ପ୍ରାୟ 30-35 କିଲୋମିଟର ଭିତରେ ସେଇଟା ଥିଲା। ଯେତେବେଳେ ପ୍ରଭୁ ଯୀଶୁଖ୍ରୀଷ୍ଟ ନାଜରିତରେ ଜନ୍ମ ଗ୍ରହଣ କଲେ, ବେଥଲେହେମରେ ଜନ୍ମ ଗ୍ରହଣ କରି ନାଜରିତରେ କଣ ହେଲେ ବଢିଲେ। ଆଉ ଗାଲିଲି ତାଙ୍କର ପ୍ରଥମ ସେବା କେନ୍ଦ୍ର। ଗାଲିଲି ସହର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ପ୍ରଥମ ସେବା କେନ୍ଦ୍ର, ପ୍ରଚାର କାମ ଆରମ୍ଭ ହେଲା। ତ ଏହି ପ୍ରକାର ଭାବରେ ଗାଲିଲିର ପୃଷ୍ଠଭୂମି ଆମେ ଦେଖିବା। ପ୍ରଭୁ ସେଇଠି ଆସୁଛନ୍ତି। ତାପରେ ଆମେ ଦେଖିବା ଜହନ କାରାରୁଦ୍ଧ ହେଲା ପରେ ଯୀଶୁ ଗାଲିଲିକୁ ଆସି ଈଶ୍ୱରଙ୍କର ସୁସମାଚାର ଘୋଷଣା କରି କହିବାକୁ ଲାଗିଲେ। ଏଠି ଆମେ ଦେଖୁଛୁ ଈଶ୍ୱରଙ୍କର ସୁସମାଚାର ଘୋଷଣା କରିବାକୁ ଲାଗିଲେ। ଈଶ୍ୱରଙ୍କର ସୁସମାଚାର ବୋଲି କଣ? କେତେଟା ସୁସମାଚାର ଅଛି? ମାର୍କ ଲିଖିତ ସୁସମାଚାର, ମାଥ୍ୟୁ ଲିଖିତ ସୁସମାଚାର, ମାର୍କ ଲିଖିତ ସୁସମାଚାର, ଲୁକ ଆଉ ଜହନ, 4ଟା ସୁସମାଚାର ଅଛି। ଆଉ ପ୍ରଭୁ ଖ୍ରୀଷ୍ଟଙ୍କର ସୁସମାଚାର ଅଛି, ଅନୁଗ୍ରହର ସୁସମାଚାର ଅଛି, ଶାନ୍ତିର ସୁସମାଚାର ଅଛି। ତାପରେ ଏଠି ଆମେ ଦେଖିପାରୁଛୁ ଈଶ୍ୱରଙ୍କର ସୁସମାଚାର। ଈଶ୍ୱରଙ୍କର ସୁସମାଚାର ହେଉଛି ଆନନ୍ଦର ସୁସମାଚାର, ଈଶ୍ୱରଙ୍କର ସୁସମାଚାର ହେଉଛି ଅନୁଗ୍ରହର ସୁସମାଚାର, ଈଶ୍ୱରଙ୍କର ସୁସମାଚାର ହେଉଛି ଶାନ୍ତିର ସୁସମାଚାର, ଈଶ୍ୱରଙ୍କର ସୁସମାଚାର ହେଉଛି ପ୍ରେମର ସୁସମାଚାର ଆଉ ଆମମାନଙ୍କୁ ଶକ୍ତି ପ୍ରଦାନ କରିବା ସୁସମାଚାର ପ୍ରଭୁ ଦେଲେ। ଆଉ ଏଠି ଆମେ ଦେଖୁଛୁ ଜହନ କାରାରୁଦ୍ଧ ହେଲା ପରେ ବୋଲି ଗୋଟେ ୱାର୍ଡ ଆମେ ଦେଖିପାରୁଛୁ। ଜହନ କିଏ ଥିଲେ? ଜହନ ହେଉଛି ବାପ୍ତିଜକ ଜହନ। କିଏ? ବାପ୍ତିଜକ ଜହନ। ଏ ଜହନ କଣ କରୁଛନ୍ତି? ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ପଥ ପ୍ରକାଶ କରିବା ପାଇଁ ଆସିଲେ, ପଥ ପ୍ରସ୍ତୁତ କରିବା ପାଇଁ ସେ ଆସିଲେ। ଆସିକି କଣ କରୁଛନ୍ତି? ଜର୍ଦ୍ଦନ ନଦୀରେ କଣ କରୁଛନ୍ତି? ସେ ଡୁବନ ଦଉଛନ୍ତି, ପ୍ରଚାର ମଧ୍ୟ କରୁଛନ୍ତି। ହେଲେ ଏ କାରାରୁଦ୍ଧ ହେଇଗଲେ। କାରାରୁଦ୍ଧ ହେଲା ପରେ ପ୍ରଭୁ ଆସୁଛନ୍ତି। ଏଠି ଆମେ ଗୋଟେ ବିଷୟ ଦେଖିବା, ସେତେବେଳେ ଆଉ କିଏ ପ୍ରଚାର କରିବା ଲୋକ ନଥିଲେ ବୋଲି ଆମେ ଦେଖିପାରୁଛୁ। କେବଳ ଜହନ, ବାପ୍ତିଜକ ଜହନ ପ୍ରଚାର କରୁଛନ୍ତି। ସେ ପ୍ରଚାର କଲା ବେଳେ ତାଙ୍କୁ ଧରିକରି ବନ୍ଦୀ କରୁଛନ୍ତି। କାହିଁକି ବନ୍ଦୀ କଲେ? ଜହନକୁ କାହିଁକି ବନ୍ଦୀ କଲେ ଜାଣିଛନ୍ତି କି? କାହିଁକି ବନ୍ଦୀ କଲେ ବୋଲେ ଜହନ ବାପ୍ତିଜକ ବହୁତ ଭଲ ଜୀବନ ଯାପନ କରୁଥିଲେ। ଆଉ ସେଇ ସମୟରେ ହେରୋଦ ଅଗ୍ରିପା ସେ ଯେତେବେଳେ ରାଜା ଥିଲେ ବା ଶାସନକର୍ତ୍ତା ଥିଲେ, ସେ 2ଟା ମାଇକିଣା ରଖିଥିଲେ। ସେ ରାଜା ତାର ନିଜର ଭାଇର ସ୍ତ୍ରୀକୁ ସେ ରଖିଥିଲେ। ସେଇଟା ଲେବୀୟ ପୁସ୍ତକରେ ଲେଖା ଯାଇଛି। ଭାଇ ଜୀବିତ ଥିବା ସମୟରେ ସେ ଆଉ ଗୋଟେ ତାଙ୍କ ସ୍ତ୍ରୀକୁ ନେଇକରି ଆହୁରି ଗୋଟେ ଲୋକ ବିବାହ ହେଇପାରିବ ନାହିଁ। ସେଇଟା ଏଇ ବାପ୍ତିଜକ ଜହନ କଣ କରୁଛନ୍ତି? ରାଜାକୁ, ଶାସନକର୍ତ୍ତାକୁ ସେ କହୁଛନ୍ତି ତମେ ଏଇଟା ଭୁଲ କରିଛ, ତମେ ଏଇଟା ଠିକ କାମ କରୁନ ବୋଲି ସେ କହିବା ଦ୍ୱାରା ହେଲେ ଯୋଉ ଫିଲିପ, ଯେ କି ହେରୋଦ ଫିଲିପ ବୋଲି ଥିଲେ, ତାଙ୍କର ସ୍ତ୍ରୀକୁ କିଏ ଆଣିଲା? ହେରୋଦ ଅଗ୍ରିପା। ହେଲେ ତାର ଭାଇ ଏକା। ହେଲେ ମୁଁ ଏଟା ଦେଖୁଥିଲି, ଏ ହେରୋଦ ଅଗ୍ରିପା ତାଙ୍କର ସ୍ତ୍ରୀକୁ ଛାଡ଼ିଦେଲେ।
तापरे ए फिलिप हेरोद फिलिप कौन करछंती से माइकना आंकु भारी आस ए राजा को पळा आस हेले ए माइकना एबे हेरोदिया बोली ताकु कुआ जाउछे ए माइकना टिके रागी गला का को राग गला बाप्तिज को जॉन हां से हमको एंती कहउछि ताकु केंती मारबार अछि किंतु लोक माने तार पछरे जाउतिले सेति पे मारी पार नथिले केंती केंती करी ताकु बंदी कर दे आर लागी तार हेरोदिया स्त्री लागी बंदी कर देले बंदी तो कर देले लास्ट तांको कोन करले तार मुंडो भी काटी देबा विषय हमें जानिछु ने तार झियोर बर्थडे हला सेते बेले हेरोद राजा कहला कोन बोली करे तुम जहा इच्छा ता मागो मैं देबी तार मां ताकु सिखाई देला बाप्तिज को जन मुंडो मागी करी आन काटी करी आन मन थाली रे बोली करे तार मां ताकु सिखाई देला हेले राजा जहा समस्त बसी आउ से जहा कही देइछंती सेटा एरी उल्टाई पारबो से कथा जहा दे देइछे बेको काटे इवेन तुमको तुम बेको मिसा दियो बोले से देई देबो सेंती रमेश प्रतिज्ञा है तापरे कोन हला तापर बेको भी कटा हला आ से बंदी करले तापर बेको भी कटा हला तापर सीधा सरी गला बोले कोन प्रचार काम बंद हो जाउछ किंतु ईश्वरकर वाक्य केबे प्रचार काम कोन हो नै बंद हो प्रभु जी ख्रीष्ट आइले से बंदी हो प्रभु जी ख्रीष्ट आइले ने प्रभु जी ख्रीष्ट आसुचंती ईश्वरकर वाक्य लेखा है जे माथ्यू 24:35 को माथ्यू 24:35 प्रकार लेखा जाए माथ्यू 24:35 पद आकाश और पृथ्वी लोप पाइब मात्र मोहर वाक्य समूह कदापि लोप पाइब नहीं आकाश पृथ्वी लोप पाई जिवो किंतु ईश्वरकर वाक्य कदापि कोन हबो नै लोप पाइब नै तांकर प्रचार केबे बंद हबो नै भावला हेरोद राजा आकु बंद कर देले हेरोदिया से स्त्री भावला आंकु बंदी कर देले प्रचार काम बंद ही जो परिवार भावला हेई पारला नै आमाने जदि देखु तो राजा जिहोयाकिम जने राजा तिला जिरिम 36 पर्व तार 23 पद रु 25 पद जदि हमें पढ़ले सिटी देखि पारबा से कोन करछि जते बेले ताको सामना रे ईश्वर को वाक्य पढ़ा जाउछि से रागी गला से बहुत रागी जाय करी गुटे छुरी आनी करी सी बाइबल को खंड कर काटी पकाइला बोले काहे आउ नियारे नहीं करी पकाइला उड़ी जाओ हां सेही समय पुरातन नियम थिला नूतन नियम नथिला हां आउ नलाकार पुस्तक रे सेटा लेखा हितिला गोटे मात्र थिला सेटा को से कोन करछि काटी देला पूरा से जिरिम 36 पर्व जदि आपण पढ़ले जानि पारबे 23 रु 25 जाए काटी देला खंड कर दे कर ताको न्याय पका देला हां किंतु प्रभु कोन कले आउ जिरिम को प्रभु कथा कहले आउ सरे से वाक्य लेखाला भाबु चंती माने कोन आज लोक माने ग्राम स्टेन ताको दुईटा पुत्र को मार देले ईश्वर को वाक्य बंद ही जब प्रचार बंद ही जब बोले भाबु चंती हां केबे बंद ही परबो नै ईश्वर को वाक्य केबे भी बंद ही परबो नै जेतबेले पर्यंत प्रभु आसबे आ हमको नहीं जिबे तापरे नै कि प्रभु को वाक्य प्रचार कर बहुत कष्ट सेतेबेले जेतेबेले पर्यंत प्रभु को आगमन हेई नै सेतेबेले पर्यंत बंद हेबो नै हां बाप्तिजी को जहन को बंद कर देउचंती प्रभु को वाक्य प्रचार न होबा पई किंतु प्रभु यीशु ख्रीष्ट आसुचंती प्रभु जी ख्रीष्ट आसिले प्रचार निजे प्रभु जी ख्रीष्ट हेई ईश्वर होई मते से कोन करचंती प्रचार काम निजे आसिले तो जहन कारारुद्ध हला परे यीशु गालील को आसिले आ ईश्वर को सुसमाचार घोषणा कर तापर हम देखुछु काल संपूर्ण हेलाणी बोली गोटे वाक्य देख काल संपूर्ण हेलाणी तार अर्थ कोन बोले टाइम कंप्लीट हे गलाणी संपूर्ण हे गला समाप्त हे गला
प्रभुंकर समय रे प्रभु आसंती देख प्रभु जी ख्रीष्ट ए जगत रे थिबा समय रे कोन हेले से जन्म हैला परे 30 वर्ष पर्यंत से प्रचार करि नांती हैला 30 वर्ष पर्यंत से प्रचार करि नांती 30 वर्ष समय रे से कोन कले हां बाप्तिस्म नेले 30 वर्ष समय रे प्रभु जी ख्रीष्ट बाप्तिस्म नेले आउरी केते दिन उपवास थिले 40 दिन उपवास थिले ने 40 दिन 40 राति से उपवास थिले आ 40 दिन 40 राति भितरे कोन हेछि हां से समय रे कारारुद्ध हे नथिले किंतु 40 दिन 40 राति परे कारारुद्ध हैला सेते समय रे प्रभु आसुछन तांको कारारुद्ध होई जायछि बंदी कर दैछन्ते आ प्रभु बाहर हैं गोटे लोक को बंदी हेछि आ जने लोक खलासी आसुछन प्रभुंकर समय सिटा बोली कुआଯାଇଛି प्रभुंकर समय केबे मध्य भूल हेबो ना गोटे लोक को बंदी करा होछि गोटे लोक एबे आसुछन्ते प्रभु जी ख्रीष्ट प्रचार करबा पय आसुछन्ते आमने देखबा प्रभु यीशु ख्रीष्ट गालातियो 4 पर्व 4 पद लेखा हेछि टिके पढ दियो गालातियो 4 पर्व 4 पद एक प्रकार लेखा जाए गलातियो 4 पद किंतु काल संपूर्ण हुवन्ते ईश्वर आपना निकटरू निज पुत्र को प्रेरण कले से स्त्री जात होई व्यवस्थाधीन हेले काल संपूर्ण हेला परे प्रभु यीशु ख्रीष्ट जन्म एटा केबे लेखा जायतिला ईसाय भाववादी को द्वारा 700 वर्ष पूर्व रे लेखा जायतिला किंतु प्रभु जन्म हे नथिले प्रभु यीशु ख्रीष्ट जन्म हेबे बोली करी ईसाय ऑलरेडी लिखि दैतिले ईसाय 7 पर्व रे 9 पर्व रे हम देखि पारछु किंतु प्रभु यीशु ख्रीष्ट जन्म हे नथिले किंतु काल संपूर्ण होन्ते प्रभु कोन करछन्ती प्रत्येक हमें उपदेशक 3 पर्व तार 1 पद लेखा है सब विषय गोटे काल अच्छी सब विषय गोटे समय अच्छी ने बुणीबार समय अच्छी काटिबार समय अच्छी विवाह समय अच्छी मरिबार समय अच्छी जन्म हेबार समय अच्छी सब गोटे समय अच्छी सब गोटे काल अच्छी ने तो प्रभु जी ख्रीष्ट से कौन कर काल संपूर्ण होते ईश्वर आपना निकट को निज पुत्र को प्रेरण कले ईश्वर समय मनुष्य समय अलग अच्छी ईश्वर समय ग्रीक भाषा रे ईश्वर समय को कैरस बोली कह ग्रीक भाषा रे इटा ईश्वर निर्धारित समय बोली कह कैरस बोली करे कह ईश्वर समय को आ मनुष्यर समय को कौन कह मनुष्यर समय को क्रोनोस बोली कह सेटा ग्रीक भाषा एटा मनुष्यर समय रूटीन अच्छी ने शोबाटा उठवाटा खाइबाटा ड्यूटी जीवाटा एटा मनुष्यर समय एटा क्रोनोस बोली कह एटा मनुष्यर समय किंतु ईश्वर समय रूटीन नहीं तांकर इच्छा तांकर निर्धारित समय तांकर समय को आमे आम समय समान करि पारबा नहीं केते लोक कहबे मुई एते पर्यंत मुई कोन होइछि बेड रिडन हे करी असुस्थ अछि मु काहे सुस्थ होबे हैं आमर रूटीन पर ईश्वर को रूटीन नहीं आमर समय पर तांकर समय नहीं तेणु करी मनुष्यर समय को क्रोनोस बोली कहजिवो आ ईश्वर समय को कौन कहजिवो बोली कहिथिले कैरस कौन कैरस कैरस हैला कैरस बोली KOIROS कैरस बोली करे कहजिवो ताको के मींस नो बाय गॉड तापरे ए मींस अपॉइंटेड मोमेंट हां के रो अर्थ होची नो बाय गॉड तापरे ईश्वर होचंती ईश्वर हमर जानिबा विषय सठिक समय को से जानते आउ अपॉइंटेड मोमेंट
ଏହା ଏକ ନିର୍ଦ୍ଧାରିତ ସମୟ ବୋଲି କୁହାଯାଉଛି। ତାପରେ IROS ଇରୋସ୍ ଇଣ୍ଟର ରେସ୍ପନ୍ସ ଅଫ୍ ସଲ୍ ବୋଲେ ଆମର ହୃଦୟର ଉତ୍ତର ଦେବାର ଗୋଟେ ଆତ୍ମିକ ମୁହୂର୍ତ୍ତ ଆସିଯାଇଛି। ଏଟାକୁ କୈରସ୍ ବୋଲିକରି କୁହାଯାଉଛି। ତ ଈଶ୍ୱରଙ୍କର ସମୟ ଆମର ସମୟ ସମ୍ପୂର୍ଣ୍ଣ ଭିନ୍ନ। ଆମେ ଦେଖୁଛୁ ଅବ୍ରାହମଙ୍କର ପୁତ୍ର କିଏ? ଇସାକର ବିବାହ କେବେ ହେଲା? ଈଶ୍ୱରଙ୍କର ସମୟରେ ହେଲା। ଆଉ ଇସାକ କେବେ ଜନ୍ମ ହେଲେ? ଯେତେବେଳେ ଅବ୍ରାହମକୁ 100 ବର୍ଷ ହେଇଥିଲା ସେତେବେଳେ ଇସାକ ଜନ୍ମ ହେଲେ। ଈଶ୍ୱରଙ୍କର ସମୟରେ ଇସାକ ଜନ୍ମ ହେଇଛନ୍ତି। ଈଶ୍ୱରଙ୍କର ସମୟରେ ଇସାକ ବିବାହ ହେଇଛନ୍ତି। ଆମେ ଯଦି ଦେଖିବା ଜିକରିଙ୍କର ପୁତ୍ର କିଏ? ଜିକରିଙ୍କର ପୁତ୍ର କିଏ ଜାଣିଛନ୍ତି? ସେ ଈଶ୍ୱରଙ୍କର ସମୟରେ ଜନ୍ମ ହେଲେ। ସେମାନେ ମଧ୍ୟ କଣ ଥିଲେ? ତାଙ୍କର ପୁତ୍ର ସନ୍ତାନ ନଥିଲା। ସେମାନେ ପ୍ରଭୁଙ୍କର ସମୟରେ ସେ ଜନ୍ମ ହେବା। ହାନାଙ୍କ ଜୀବନରେ ଆମେ ଦେଖିବା ସାମୁଏଲ ଈଶ୍ୱରଙ୍କ ସମୟରେ ଜନ୍ମ ହେଇଛନ୍ତି। ତ ଆମମାନେ ମଧ୍ୟ ଗୋଟେ ଦିନ ଆମର ଗୋଟେ ସମୟରେ ଆମେ ପ୍ରଭୁଙ୍କ ପାଖେ ଆସିନାହୁଁ, କିନ୍ତୁ ପ୍ରଭୁଙ୍କ ସମୟରେ ଆମେ ପ୍ରଭୁ ପାଖେ ଆସିଲୁ। ତ ସବୁ ବିଷୟରେ ଗୋଟେ ସମୟ ଅଛି। ଏ ସମୟ ପ୍ରଭୁଙ୍କର ନିର୍ଦ୍ଧାରିତ ସମୟକୁ ଆମେ ଆମର ସମୟରେ ଆମେ ଯୋଡ଼ି ପାରିବା ନାହିଁ। ତ ଏଠି ଲେଖା ହେଇଛି କାଳ ସମ୍ପୂର୍ଣ୍ଣ ହେଲା, ତାହେଲେ ପ୍ରଭୁ এই ଜଗତରେ ଆସିଲେ। କାଳ ସମ୍ପୂର୍ଣ୍ଣ ହେଲା ତାହେଲେ ପ୍ରଭୁ এই ଜଗତରେ ଆସିଲେ। ଅନେକ ସମୟରେ ଆମେ ଆମର ସମୟକୁ ଆମେ ଭାବୁଥିବୁ ଏଟା ପ୍ରଭୁଙ୍କର ସମୟ ହେଇନାହିଁ, ପ୍ରଭୁ ବେଗି ଆସ। ଲେଖା ହେଇଛି ଅନେକ ବର୍ଷ ହେଇଗଲାଣି ମୁଇଁ ଶାନ୍ତି ଥିଲା ବେଳକୁ ପ୍ରଭୁଙ୍କର ଆଗମନ କେବେ ହେଇଯିବ ବୋଲି ମୁଇଁ ଶୁଣୁଛି, କିନ୍ତୁ ପ୍ରଭୁଙ୍କର ଆଗମନ ହଉନି। ପ୍ରଭୁ ଆସୁନାହାନ୍ତି। କାହିଁକି ଆସୁନାହାନ୍ତି? ପ୍ରଭୁ ତାଙ୍କର ସମୟରେ ସେ ଆସିବେ। ସମସ୍ତେ ଯେମିତିକି କେହି ବିନଷ୍ଟ ହେବେ ନାହିଁ, ଉଦ୍ଧାର ପ୍ରାପ୍ତ ହେବେ। ସେଥିପାଇଁ ପ୍ରଭୁ ଅପେକ୍ଷା କରୁଛନ୍ତି। ପ୍ରଭୁଙ୍କର ସମୟରେ ପ୍ରଭୁ ଏ ଜଗତରେ ଆସିବେ। ଆଉ ପ୍ରଭୁ ଏ ଜଗତରେ ଯେତେବେଳେ ଆସିବେ ତାଙ୍କର ସମୟରେ ସେ ଆସିବେ। ଆଉ ସେଥିପାଇଁ ସେ ଗୋଟେ ବାକ୍ୟ କହୁଛନ୍ତି ଈଶ୍ୱରଙ୍କର ରାଜ୍ୟ ସନ୍ନିକଟ ବୋଲି କହୁଛନ୍ତି। କାଳ ସମ୍ପୂର୍ଣ୍ଣ ହେଲାଣି, ଈଶ୍ୱରଙ୍କର ରାଜ୍ୟ ସନ୍ନିକଟ। ଈଶ୍ୱରଙ୍କର ରାଜ୍ୟ ବୋଲେ କଣ? ଈଶ୍ୱରଙ୍କର ରାଜ୍ୟ ବୋଲେ କଣ? ଆମେ ଯେତେବେଳେ ମାଟି ଲିଖିତ ସୁସମାଚାର 6 ପର୍ବର ଦେଖୁଛୁ, ପ୍ରଭୁଙ୍କର ପ୍ରାର୍ଥନାରେ ଲେଖା ହେଇଛି, ହେ ଆମମାନଙ୍କର ସ୍ୱର୍ଗସ୍ଥ ପିତା, ତୁମର ନାମ ପବିତ୍ର ବୋଲି ମାନ୍ୟ ହଉ, ତୁମର ରାଜ୍ୟ ଆସୁ। ତୁମର ରାଜ୍ୟ ବୋଲେ କଣ? ତୁମର ରାଜ୍ୟ କୋଉଠି ଆସିବ? ପୃଥିବୀରେ। ଏ ଜଗତ ଈଶ୍ୱରଙ୍କର ରାଜ୍ୟ ନାହିଁ, ଆମର ହୃଦୟରେ ପ୍ରଭୁଙ୍କର ରାଜ୍ୟ ଆଇବ। ଆମର ହୃଦୟରେ ପ୍ରଭୁଙ୍କର ରାଜ୍ୟ ଆସିବାର ଅଛି। ଯେଉଁମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଗ୍ରହଣ କରିଛନ୍ତି ସେମାନଙ୍କର ହୃଦୟରେ ପ୍ରଭୁ ରାଜ୍ୟ ଶାସନ କରୁଛନ୍ତି। ପ୍ରଭୁଙ୍କର ଏ ଜଗତ ପ୍ରଭୁ ଶାସନ କରିବା ଜଗତ ନୁହଁ। ଏଟା ନରେନ୍ଦ୍ର ମୋଦି ଶାସନ କରୁଛି, କିନ୍ତୁ ପ୍ରଭୁ ହୃଦୟରେ ଶାସନ କରୁଛନ୍ତି। ଆମର ହୃଦୟରେ ପ୍ରଭୁ ଶାସନ କରୁଛନ୍ତି। ଈଶ୍ୱରଙ୍କର ରାଜ୍ୟ ଆମ ହୃଦୟରେ ଆଇବାର ଅଛି। ଈଶ୍ୱରଙ୍କର ରାଜ୍ୟ ଆମର ହୃଦୟରେ ଆସିବାର ଅଛି। ଆଜି ଆସିଛି କି? ପ୍ରଭୁ ସେଥିପାଇଁ କହିଲେ ସୁସମାଚାର ଘୋଷଣା କରୁଛନ୍ତି। ଈଶ୍ୱରଙ୍କର ରାଜ୍ୟ ସନ୍ନିକଟ। ସନ୍ନିକଟ ବୋଲେ କଣ? ନିକଟରେ। ଈଶ୍ୱରଙ୍କର ରାଜ୍ୟ ଆମର ପାଖରେ। ଈଶ୍ୱର ପ୍ରଭୁ ଯୀଶୁଖ୍ରୀଷ୍ଟ ହେଉଛନ୍ତି ଈଶ୍ୱରଙ୍କର ରାଜ୍ୟ। ବୁଝିପାରୁଛ? ପ୍ରଭୁ ଯୀଶୁଖ୍ରୀଷ୍ଟ ହେଉଛନ୍ତି ଈଶ୍ୱରଙ୍କର ରାଜ୍ୟ। ସେ ରାଜ୍ୟକୁ ଏ ଗାଲିଲି ଲୋକମାନଙ୍କୁ ପ୍ରଭୁ କହୁଛନ୍ତି ତମେ କଣ? ତମର ପାଖେ ଅଛି ସେ ରାଜ୍ୟ, ବେଶୀ ଦୂର ନାହିଁ। ତମର ରାଜ୍ୟ ବେଶୀ ଦୂର ନାହିଁ, ତମର ପାଖେ ଅଛି ସେ ରାଜ୍ୟ। ସେଥିପାଇଁ କିଏ କହୁଥିଲେ, ଲୁକ 17 ପର୍ବ ତାର 21 ପଦରେ ଲେଖା ହେଇଛି, ଏଇ ଦେଖ କିମ୍ବା ଦେଖ ଏଠାରେ ବା ସେଠାରେ ବୋଲି ଲୋକେ କହିବେ ନାହିଁ। ଈଶ୍ୱରଙ୍କ ରାଜ୍ୟ ନିକଟରେ ଆସିଛି। ରାଜ୍ୟ ରାଜାଙ୍କ ଶାସନ, ଏହା କୌଣସି ଦେଶ ବା ରାଜ୍ୟ ନୁହେଁ। ଯେଉଁଠି ଯୀଶୁ ଶାସନ କରନ୍ତି ସେଠି ଈଶ୍ୱରଙ୍କର ରାଜ୍ୟ।
आज मोर जीवन रे प्रभु राज्य शासन करूछंती बोले मो ठारे ईश्वर राज्य अछि। राज्य आसवा माने मो जीवन सिंहासन रे जीशु अछंती। मो जीवन रो सिंहासन रे प्रभु जीशु ख्रीष्ट अछंती। किंबा देखो एठारे बा सेठारे बोली लोके कहिबे नाही, कारण देखो ईश्वर को राज्य तुम मान को मध्य रे अछि बोल लेखा है ने। तेणु करी माथ्यू 6:33 लेखा है, प्रथम तांको राज्य और धार्मिकता अन्वेषण करो आ समस्त विषय तुमको दिया जीव। तो प्रभु आम हृदय रे आज अछंती। से राज्य आमर से दिन इस्राएल लोक मानकर निकट रे थिले ने आउ से कहउछन्ते ईश्वर कोन ईश्वर को राज्य सन्निकट। मन परिवर्तन करो, सुसमाचार विश्वास करो। अच्छा, मन परिवर्तन करो बोले मन परिवर्तन अर्थ कौन? जड़े लोक इपटे जाऊँगी आओ टर्न एटा होची मन परिवर्तन बोले जे गोटे लोक आगरे जाऊँगी आउ से पछरे आसी करे से सब काम छाड़ी देवा विषय को मन परिवर्तन बोली हुआ जाउची। आउ परिवर्तन बिना सुसमाचार काम केबे हेई पारिबो नाही। परिवर्तन आम नहेले ईश्वर को राज्य ईश्वर को कार्य आम कर सुसमाचार विश्वास करले आम पूर्ण भरोसा मिलबो हमको। आ विश्वास बोले आम विश्वास अर्थ कौन? विश्वास अर्थ न देखी कर आम विश्वास करवाटा सेटा होचे प्रकृत विश्वास बोलते आम देखी पार। मन परिवर्तन जदि आम हेई ना ईश्वर को राज्य रे पहुंची पारबु नाही। ईश्वर को राज्य रे आम जाई पारबु नहीं। तेणुक जी जिकल 18 पर्वता 30 पदरे गोटे वाक्य लेखा है पढ़वा आम प्रकार लेखा जी जिकल 30 पद एथिपाई हे इस्राएल वंश आमे तुममानकर प्रत्येक को तार आचार व्यवहार अनुसार विचार करिबा। तार आचार अनुसार हाँ आचार व्यवहार अनुसार विचार करिबा। यह प्रभु सदा प्रभु कहते तुम्हें माने फेर आपण मानकर समस्त अपराध रु विमुख हुओ, तुमरे अधर्म तुम मानकर विनाश जनक नहिबो। आमे जदि अधर्म करूछु ताले परिवर्तित हेबा विषय कोन? अधर्म रु आमे बाहरवा विषय को हुआ जाउछि, सेटा अछि परिवर्तन। एबे पर्यंत आमे परिवर्तन हेइछु कि आमे निजे चिंता करबार। आमे गुटे जहन बोली जने लोक थिला आ से बहुत मद पिउथिला आ से जने ऑफिसर थिला, किंतु जेते बेले तांकर स्त्री तांकर पिला माने भूखरे रहउचंती, सब पैसा आनी करी कोन करछि मद भाटी रे दउछि। ए समय तांको समस्ते अपमान करछंती, निंदा करछंती। तू गुटे एते बड़ ऑफिसर हे करी तमर परिवार को संभाली पारनो। हां से लज्जित होई जाउछि, मद छाड़ी पारना। गुटे दिन से जाउथिबा समय रे गुटे पत्र पाइला, गुटे चिट्ठी पाइला जे चिट्ठी तार ना लिखाइछि जहन बोली करी। से जहन जा देखुछि खाली जहन बोली लिखाइछि, किंतु आर बिनटा पढ़ी पार नै। काहे कि बोले मद पीला परे तांकर आखि झाळा हो जाउछि। तापरे से सीटा धरी करी घरे आसुछि, घरे आसला परे से कोन करछि सीटा भलो माइंड रे से पढुछि। से लिखा हितला जहन 3:16। कारण ईश्वर जगत को एडे प्रेम कले जे से आपना द्वितीय पुत्र को दान कले, जे परि जे के तांकर विश्वास करबो से विनाश नहि अनंत जीवन। एटा जेतेबेले से पढुछि तार जीवन कोन होछि परिवर्तित होछि। आउ से कोन कला गुटे चिट्ठी लिखि देला समस्त को जे जहन मरि गला बोली। जेतेबेले समस्त चिट्ठी पाइले से आसुचंती जहन को पाखु। आउ से जहन कोन करछि गुटे कॉफिन बॉक्स बनाइला, गुटे पेड़ी बनाइला, मोड़ा पेड़ी आरि सिटी सब कला धला कपड़ा सब गुड़ाई देला। तापर से गुटे जगार जाई लुची कर दे। समस्त आसले से कॉफिन बॉक्स रे कपड़ा पकाउछंती आउ सिटी ठियाई करे दुख करूछंती। ए समय जने लोक के देखि देला जे से साइड रे के जने ठिया आइछि
तापर ता पाखु जाई देखला से होची जहन तापर समस्ते ताकू गाली करले हमर छुट्टी लॉस करे आसलो तुमे बंचिछ आ मरिगला बोली करे खबर दिया हला हां ताकू बहुत गाली करले ताप से कहला ठीक अछि आसो हमने जीवा से जहन को आमे पति देबा से जहन के मद थिला सिटी सिगरेट थिला सिटी खराब विषय सब थिला सी पेड़ी रे सब के नै के से माने पति दो सेटा होची पुना जहन पळाइला बे नूतन जहन होई आसी सेटा होची परिवर्तन सेटा होची परिवर्तन आज हमन जीवन रे परिवर्तन आसी पुराना पाप सब परित्याग करी हमने नूतन जीवन आरंभ करवाटा होची परिवर्तन प्रभु कहउछन्ति कोन करो मन परिवर्तन करो प्रभु ई जगत रे आस्तिले धर्म परिवर्तन करबा पे प्रभु आसी नथिले लोकमन कहउछन्ति तुम धर्म परिवर्तन करछ तुम से धर्म रे मिसी जाउछ प्रभु मो से दिन कहउथिले ना क्रिश्चियन इज नॉट ए रिलीजन इट इज ए कोन इटा गोटे क्रिश्चियन गोटे धर्म नुह धर्म क्रिश्चियन गोटे वास्तव विषय धर्म गोटे वास्तव विषय तेणु करी जीशु ई जगत रे आसीथिले धर्म परिवर्तन करबा पई आसी नाहंती सेटा हमें जानवा दरकार मोर जीवन को परिवर्तन करबा आपण मानकर जीवन को परिवर्तन करबा अछि सेति में आगे प्रभु ई जगत रे आसीथिले आज मोर जीवन परिवर्तन हैला कि आपण मानकर जीवन परिवर्तन हैला कि परिवर्तन जदि हेना हमने जेते बाइबल पढ़ले मध्य जेते प्रार्थना करले मध्य जेते उपासना आइले मध्य हमें एबे मध्य हमर जीवन रे हमें ठीक बात रे जाय कर खाली ना को आसुतबो किंतु प्रकृत रे हमर जीवन रे कोन नथिबो चेंजनेस गुटे परिवर्तन हाउ नथिबो ने हमें क्रोध करी होउची अनेक समय क्रोध रागी जाउछ ने रागी जाउछ रागी जीवाटा निजर पुओ जन को हम रागी जाउछ काहे के से मन भूल काम करूछंती सेति पे हम रागी जाउछ से मन को शासन करबा किंतु अनेक रागवा विषय मते ने हम सीटा जानवा दरकार जे कोठा पे हम रागुछु अनेक लोग रागी करी उठ लोग को मर्डर कर दउछंती से प्रकार रागवा विषय नै किंतु हमर पुओ जीवन को हमें रागुछु प्रभु जी ख्रीष्ट मध्य राग कर रागी करी कोन करथिले गोरु करोड़ा बनाई करी लोक मन को प्रहार करवा खेती देउथिले मोर एटा जेरूशलेम मंदिर रे ईश्वर कर गृह को तमे ईश्वर गृह कर हां रकायत मान करो गुटे घर कर दिस तो हमर जीवन परिवर्तन हेछि हमने गुट लोक हमको कोन कहि देले हमें संभालु छु हमें परस्पर को क्षमा दउ छु आज कहीं कि हमर जीवन रे हमें आत्मिक जीवन रे बढ़ी पारनो हमें कहीं कि बढ़ी पारनो जेहेतु हमर जीवन पूरा परिवर्तन हेई नै हमर जीवन पूरा परिवर्तन हेई नै ए जगत थिबा पर्यंत हम शरीर रे पाप अछि ठीक कथा हमें पवित्र नुह संपूर्ण पवित्र नुह किंतु पवित्र हेई हमें जाउछ हेई जाउछ हमें परस्पर को प्रेम करवार अछि परस्पर को क्षमा देवार अछि हमें बसीभूत होवार अछि हमें नम्र होवार अछि ने आउ हमने एक प्रकार सहभागिता रे हमें रहिवार अछि हमें पारुनु किंतु हमें चेष्टा करबा तेनु करी लेखा अछि और सुसमाचार रे विश्वास कर परिवर्तन करो सुसमाचार रे विश्वास करो सुसमाचार बोले कोन सुसमाचार बोले कोन ईश्वर करो जन्म मृत्यु एवं पुनरुत्थान को सुसमाचार बोली कुआ जाय जन्म मृत्यु पुनरुत्थान को सुसमाचार बोली कुआ जाय आ से सुसमाचार आज हमने प्रचार करवार अछि सुसमाचार आज हमने प्रचार करवार अछि प्रभु करो समय रे प्रभु सब काम करबे सेटा हमें देखुछु आज ईश्वर को राज्य हमर निकट रे सन्निकट ईश्वर को वाक्य हमर हाथ रे अछि आज एटा अनुग्रह जुग बोली कि हमें जानुछु आ ईश्वर को वाक्य हम ठारे प्रभु देई छथि गुरु ईश्वर को वाक्य हम ठारे हम ठारो रहिबो नै वाक्य रो दुर्भिक्ष हबो बोली कि कुआ जाउछि नै
ତେଣୁକରି ଏଇ ବାକ୍ୟ ରହୁରୁ ପ୍ରଭୁଙ୍କର ବାକ୍ୟ ରହୁରୁ ଆମେ ପ୍ରଭୁଙ୍କର ପାଇଁ ଆମେ ବ୍ୟବହାର ହେବାର ଅଛି। ଜହନ କାରାରୁଦ୍ଧ ହେଲା ପରେ ଯୀଶୁ ଗାଲିଲ ପ୍ରଚାର କରୁଛନ୍ତି। ଆଉ ଈଶ୍ୱରଙ୍କର ବାକ୍ୟ କେବେ ବନ୍ଦ ହେବ ନାହିଁ। ଈଶ୍ୱରଙ୍କର ସୁସମାଚାର କେବେ ବନ୍ଦ ହେବ ନାହିଁ। ଆଉ ଆମେ ଦେଖୁଛୁ ଯେ କାଳ ସମ୍ପୂର୍ଣ୍ଣ ହେଲାଣି। ଈଶ୍ୱରଙ୍କ ରାଜ୍ୟ ସୈନିକଟ ମନ ପରିବର୍ତ୍ତନ କର, ସୁସମାଚାରରେ ବିଶ୍ୱାସ କର। ଯଦି ଆମେ ସୁସମାଚାର ବିଶ୍ୱାସ କରୁନା ଆଜି ଆମେ କେମିତି ପ୍ରଚାର କରିପାରିବୁ? ଯେତେ ଲୋକ ଆମେ ସୁସମାଚାର ବିଶ୍ୱାସ କରି ପରିବର୍ତ୍ତିତ ହେଇଛୁ, ଆମେ ସମସ୍ତେ ଈଶ୍ୱରଙ୍କର ବାକ୍ୟ କରିବାର ଅଛି। ଆମେ ଆକ୍ସନ୍ ମାଧ୍ୟମରେ ଆମେ ଆମର କାର୍ଯ୍ୟ ମାଧ୍ୟମରେ ଆମେ ପ୍ରଭୁଙ୍କର ବାକ୍ୟ ପ୍ରଚାର କରିବାର ଅଛି। ଆମେ କଥା ମାଧ୍ୟମରେ ପ୍ରଭୁଙ୍କର ବାକ୍ୟ ପ୍ରଚାର କରିବାର ଅଛି। ଆଉ ଆମେ ଟ୍ରାକ୍ ମାଧ୍ୟମରେ ମଧ୍ୟ ପ୍ରଭୁଙ୍କର ପ୍ରଚାର କରିବାର ଅଛି। ସେଇଟା ପ୍ରଭୁ ଆମମାନଙ୍କୁ ଏଇ ଜଗତରେ ରହିବା ପର୍ଯ୍ୟନ୍ତ ମାତ୍ୟ ତାର 28 ତାର 19-20 ଲେଖା ହେଇଛି, ପିତା ପୁତ୍ର ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିସ୍ମ ଦେଇକରି ମୁଁ ତୁମମାନଙ୍କୁ ଯେଉଁ ଶିକ୍ଷା ଦେଇଛି ତାହା ଶିକ୍ଷା ଦେଇ ଶିଷ୍ୟ କର। ଆଉ ପ୍ରେରିତ 1:8 ଲେଖା ହେଇଛି କ'ଣ? ତୁମେ ଜେରୁସାଲେମରେ, ଯିହୁଦା ପ୍ରଦେଶରେ, ସମୀରଣରେ, ଜଗତର ପ୍ରାନ୍ତ ପର୍ଯ୍ୟନ୍ତ ଯାଇକରି ମୋର କ'ଣ ହୁଅ? ସାକ୍ଷୀ ହୁଅ ବୋଲି ଲେଖା ହେଇଛି। ଆମେ ଆଜି ସାକ୍ଷୀ ହଉଛୁ କି? ଆମେ ନିଜକୁ ପ୍ରଶ୍ନ କରବାର ଅଛି। ଆମେ ଆଜି ପରିବର୍ତ୍ତିତ ହେଇଛୁ କି? ଆମେ ନିଜକୁ ପ୍ରଶ୍ନ କରବାର ଅଛି। ଆଜି ଲୋକମାନେ କାହିଁକି ପୁରା ସୁଇସାଇଡ୍ କରୁଛନ୍ତି? ସେମାନେ ଏ ଜଗତର ଚାପରେ, ପରିବାରର ଚାପରେ, ଅନେକ ଋଣଗ୍ରସ୍ତ ହେଇକରି ସେମାନେ କ'ଣ କରୁଛନ୍ତି? ସୁଇସାଇଡ୍ କରୁଛନ୍ତି। ପ୍ରଭୁ ଉପରେ ଭରସା ନାହିଁ। ପ୍ରଭୁ ଉପରେ ଭରସା ଆମେ କରିପାରୁନୁ। ଗୋଟେ ସତ୍ୟ ପ୍ରଭୁଙ୍କର ଲୋକମାନେ ଯେତେ ସମସ୍ୟା ହେଲେ ମଧ୍ୟ, ଯେତେ ରୋଗ ହେଲେ ମଧ୍ୟ ଆମେ କ'ଣ ହେବା ନାହିଁ? ଆମେ ଭାଙ୍ଗି ପଡ଼ିବା ନାହିଁ। ପ୍ରଭୁ କହୁଛନ୍ତି କ'ଣ ବୋଲିକରି? ତୁମେ ନିରାଶ ହୁଅ ନାହିଁ, ତୁମେ ହତାଶ ହୁଅ ନାହିଁ, ତୁମେ ଭାଙ୍ଗି ପଡ଼ ନାହିଁ। ପ୍ରଭୁ ମୁଁ ତୁମ ସହିତ ଅଛି ବୋଲି ପ୍ରଭୁ କହୁଛନ୍ତି। ମୁଁ ଈଶ୍ୱର ହେଉଛନ୍ତି କି ଇମାନୁଏଲ ପରମେଶ୍ୱର। ସେ ଆମ ସହିତ ରହିବା ପରମେଶ୍ୱର। ଆମେ ପ୍ରଭୁ କହିଲେ ଏପ୍ରିଲ 13 ଲେଖା ହେଇଛି, ଆମେ ତୁମକୁ କେବେ ଛାଡ଼ିବା ନାହିଁ, ଆମେ ତୁମକୁ କେବେ ପରିତ୍ୟାଗ କରିବା ନାହିଁ। ଆମେ ଆଜି ପ୍ରଭୁକୁ ଗ୍ରହଣ କରୁଛୁ ବୋଲି ସେ ବାକ୍ୟ ଆମ ଠାରେ ଅଛି। ପ୍ରଭୁ ଆମ ହୃଦୟରେ ରାଜ୍ୟର ଶାସନକର୍ତ୍ତା। ତାଙ୍କର ଇଚ୍ଛା ଅନୁସାରେ ଆମେ ଜୀବନ କାଟିବାର ଅଛି। ତାଙ୍କର ଯୋଜନା ପ୍ରକାର ଆମେ ଜୀବନ କାଟିବାର ଅଛି। ତାହେଲେ ଆକା ପ୍ରଭୁଙ୍କ ଠାରୁ ଆମେ ଆଶୀର୍ବାଦ ପ୍ରାପ୍ତ ହେଇପାରିବା। ଆଉ ସେଇ ସମୟରେ ମଧ୍ୟ ଆମର ଜୀବନରେ ଅନେକ ଦୁଃଖ ହେବ, ଅନେକ କଷ୍ଟ ହେବ, ଅନେକ ସମସ୍ୟା ହେବ। ଆଉ ଆମକୁ ଅନେକ ଲୋକ ଅପମାନ କରିବେ, ନିନ୍ଦା କରିବେ। ତାହା ମଧ୍ୟ ଆମେ ସମ୍ଭାଳିବା ପାଇଁ ପ୍ରଭୁ ଆମକୁ ଶକ୍ତି ଦିଅନ୍ତୁ। ଆମେ ଭାଙ୍ଗି ପଡ଼ିବା ନାହିଁ, ଆମେ ପ୍ରଭୁ ଠାରୁ ଦୂରକୁ ଚାଲିଯିବା ନାହିଁ। ଆଜିକାଲି ମୁଁ ବହୁତ ଖୁସି ଯେ ଆମମାନଙ୍କ ମଧ୍ୟରେ ମଦ୍ରସ ଭାଇ, ନାରାୟଣ ଭାଇ, ସେମାନେ ଗୋଟେ ବଢ଼ିଆ ଉଦ୍ୟୋଗୀ ଅଛନ୍ତି। ସେମାନେ ପ୍ରାର୍ଥନାରେ ଆସୁଛନ୍ତି, ପ୍ରତ୍ୟେକ କଟେଜ ମିଟିଂରେ ଆସୁଛନ୍ତି। କେତେ ବର୍ଷ ତଳେ ସେମାନେ ଆସୁନଥିଲେ, କିନ୍ତୁ ଏବେ ପ୍ରଭୁ ତାଙ୍କୁ ଧରିଲେ, ଆଉ ଥରେ ସେମାନେ ଆସିବା ପାଇଁ ପ୍ରଭୁ ସାହାଯ୍ୟ କରୁଛନ୍ତି। ଏ ପ୍ରକାର ଭାବରେ ଏବେ ଆମମାନଙ୍କ ମଧ୍ୟରେ ଅନେକ ଭାଇମାନେ ଅଛନ୍ତି। ଜିରୁ ଭାଇ ଅଛନ୍ତି, ତାପରେ କୃଷ୍ଣ ଭାଇ ଅଛନ୍ତି, ପ୍ରମୋଦ ଭାଇ ମଧ୍ୟ ଅଛନ୍ତି। ସେ ମଧ୍ୟ ଯେମିତି ଆସିବେ ସେଥିପାଇଁ ଆମେ ପ୍ରାର୍ଥନା କରିବା। ଆଗାମୀ ଦିନମାନଙ୍କରେ ଯେପରି ଆଉ ପ୍ରଭୁଙ୍କର ରାଜ୍ୟ ବଢ଼ିପାରିବ, ପ୍ରଭୁଙ୍କ ରାଜ୍ୟ, ପ୍ରଭୁଙ୍କର ସୁସମାଚାର କେବେ ବନ୍ଦ ହେଇପାରିବ। ଆପଣ ନ ଆଇଲେ ମଧ୍ୟ, ମୁଇଁ ନ ଆଇଲେ ମଧ୍ୟ ପ୍ରଭୁ ଆଇରେ ତାହା କହିଲେ ଉଠାଇବେ। ଏ ଚର୍ଚ୍ଚରେ ଶେଖର ନଥିଲେ ମଧ୍ୟ ଆଇରେ ଗୋଟେ ଲୋକ ଉଠାଇବେ। ଏ ଚର୍ଚ୍ଚରେ ପ୍ରାଚୀନ ଆଜ୍ଞା ନଥିଲେ ମଧ୍ୟ ଆଇରେ ଜଣେ ଲୋକ ଉଠାଇବେ। ପ୍ରଭୁ ଈଶ୍ୱରଙ୍କର ବାକ୍ୟ କେବେ ବନ୍ଦ ହେବ ନାହିଁ। ଈଶ୍ୱରଙ୍କର ବାକ୍ୟ କେବେ ବନ୍ଦ ହେବ ନାହିଁ। ବାପ୍ତିଜକ ଜହନ କାରାରୁଦ୍ଧ ହେଲେ ଆଉ ଜଣେ ପ୍ରଭୁ ଯୀଶୁ ଆସୁଛନ୍ତି। ସେ ପ୍ରକାର ପ୍ରଭୁ ଆହୁରି ଜଣେ ଲୋକ ଉଠାଇବା ପାଇଁ ରଖିଛନ୍ତି। ସେମାନଙ୍କୁ ପ୍ରଭୁ ରଖିଛନ୍ତି। ତେଣୁକରି ଆମଠାରୁ ଏ ରାଜ୍ୟ କ'ଣ ନ ହଉ, ଚିରି ଗଲା ବୋଲି କହିଲେ। କାହାକୁ କହିଲେ? ତୁମଠାରୁ ତୁମ ରାଜ୍ୟ ଚିରି ନିଆଗଲା ବୋଲି କାହାକୁ କହିଲେ ପ୍ରଭୁ? ସାଉଲକୁ କହିଲେ। ଯଦି ଆମେ ପ୍ରଭୁ ପାଖେ ରହିବା ନାହିଁ, ତାଙ୍କର ଇଚ୍ଛା ଅନୁସାରେ ଜୀବନ କାଟବା ନାହିଁ, ତାହେଲେ ଆମ ପ୍ରଭୁଠାରୁ ଆମର ଏଇ ଜଗତରେ ଆମର ରାଜ୍ୟ ବା ଆମର ଜୀବନ ଠାରୁ, ପ୍ରଭୁଠାରୁ ଆମେ ଅଲଗା ହେଇଯାଇପାରିବା।
ପ୍ରଭୁଠାରୁ ଅଲଗା ହେଇ ଯାଇ ହେବ ନାଇଁ। ତେଣୁକରି ପ୍ରଭୁ ପାଖେ ଆମେ ସବୁବେଳେ ରହିବା ପାଇଁ ହେଲେ ଆମେ ବାଇବଲ ପଢ଼ବାର ଅଛି, ପ୍ରାର୍ଥନା କରବାର ଅଛି, ସହଭାଗିତା ଜୀବନ କାଟବାର ଅଛି, ଆମର ସାକ୍ଷ୍ୟମୟ ଜୀବନ ହେବାର ଅଛି। ଏସବୁ ପ୍ରଭୁଙ୍କ ସହିତ ଆମେ ସଂଲଗ୍ନ ହୋଇ ରହିବା ବିଷୟ ଆଉ ଫଳ ଫଳି ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ, ଅନୁଗ୍ରହ କରନ୍ତୁ। ଆଉ ଯେମିତି ଆଗାମୀ ଦିନମାନଙ୍କରେ ଆମେ ପ୍ରଭୁଙ୍କ ପାଇଁ